କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ କଥା ହେବା ପର୍ବତ ଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ କିପରି ନିୟନ୍ତ୍ରଣ କରନ୍ତି। ପୃଥିବୀରେ ଜଳବାୟୁ ନିୟନ୍ତ୍ରଣ ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବାରେ ପର୍ବତ ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେମାନେ ପାଣିପାଗ ଢାଞ୍ଚାକୁ ପ୍ରଭାବିତ କରନ୍ତି, ତାପମାତ୍ରା ନିୟନ୍ତ୍ରଣ କରନ୍ତି, ଜଳଚକ୍ରକୁ ସମର୍ଥନ କରନ୍ତି ଏବଂ ବାୟୁମଣ୍ଡଳୀୟ ଗତିକୁ ପ୍ରଭାବିତ କରୁଥିବା ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରନ୍ତି। ସେମାନଙ୍କର ଅନନ୍ୟ ଭୌଗୋଳିକ ବୈଶିଷ୍ଟ୍ୟ ଏବଂ ଉଚ୍ଚତା ଯୋଗୁଁ ପର୍ବତ ଗୁଡ଼ିକ ଜଳବାୟୁ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ ମଧ୍ୟ କରନ୍ତି। ପର୍ବତ ଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟରୁ ଗୋଟିଏ ହେଉଛି ତାପମାତ୍ରା ଉପରେ ସେମାନଙ୍କର ପ୍ରଭାବ। ଉଚ୍ଚତା ବୃଦ୍ଧି ପାଇବା ସହିତ ତାପମାତ୍ରା ହ୍ରାସ ପାଏ, ଯାହା ପାର୍ବତ୍ୟ ଅଞ୍ଚଳରେ ଥଣ୍ଡା ଜଳବାୟୁ ସୃଷ୍ଟି କରେ। ଏହି ଶୀତଳ ପ୍ରଭାବ ଆଞ୍ଚଳିକ ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ଉତ୍ତାପ ପ୍ରତି ସମ୍ବେଦନଶୀଳ ଅନେକ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତି ପାଇଁ ଆଶ୍ରୟ ପ୍ରଦାନ କରେ। ପର୍ବତ ହିମବାହ ଏବଂ ତୁଷାର କଣ୍ଟା ପ୍ରଚୁର ପରିମାଣରେ ମଧୁର ଜଳ ସଂରକ୍ଷଣ କରେ ଏବଂ ସୂର୍ଯ୍ୟ କିରଣକୁ ମହାକାଶକୁ ପ୍ରତିଫଳିତ କରେ, ଯାହା ଶୋଷଣକୁ ହ୍ରାସ କରେ ଏବଂ ବିଶ୍ୱ ଉତ୍ତାପକୁ ମନ୍ଥର କରେ। ପର୍ବତ ଗୁଡ଼ିକ ବର୍ଷା ଏବଂ ଜଳବାୟୁକୁ ମଧ୍ୟ ନିୟନ୍ତ୍ରଣ କରେ। ଯେତେବେଳେ ଆର୍ଦ୍ର ବାୟୁ ପର୍ବତ ଗୁଡ଼ିକର ସମ୍ମୁଖୀନ ହୁଏ, ସେତେବେଳେ ସେମାନେ ଉଠିବାକୁ, ଥଣ୍ଡା ହେବାକୁ ଏବଂ ଘନୀଭୂତ ହେବାକୁ ବାଧ୍ୟ ହୁଅନ୍ତି, ଯାହା ପର୍ବତ ପାର୍ଶ୍ୱରେ ବୃଷ୍ଟିପାତ ସୃଷ୍ଟି କରେ। ଏହି ପ୍ରକ୍ରିୟା, ଯାହାକୁ ଅରୋଗ୍ରାଫିକ୍ ବର୍ଷା କୁହାଯାଏ, ନଦୀ ଏବଂ ହ୍ରଦକୁ ପାଣି ଯୋଗାଇଥାଏ, ଯାହା କୃଷି, ପରିସଂସ୍ଥାନ ଏବଂ ତଳମୁଣ୍ଡରେ ମାନବ ବସତିକୁ ସମର୍ଥନ କରେ। ବିଶ୍ୱର ଅନେକ ପ୍ରମୁଖ ନଦୀ ପର୍ବତମାଳାରେ ଉତ୍ପନ୍ନ, ଯାହା ଜଳ ସୁରକ୍ଷା ଏବଂ ପର୍ବତ ଗୁଡ଼ିକୁ ଅତ୍ୟାବଶ୍ୟକ କରିଥାଏ। ଏହା ବ୍ୟତୀତ ପର୍ବତ ଗୁଡ଼ିକ ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରନ୍ତି, ଯାହା ପବନ ଧାରାକୁ ଏବଂ ବାୟୁମଣ୍ଡଳୀୟ ସଞ୍ଚାଳନକୁ ପ୍ରଭାବିତ କରେ। ସେମାନେ ପ୍ରବଳ ପବନ ଏବଂ ଝଡ଼କୁ ଅବରୋଧ କିମ୍ବା ପୁନଃନିର୍ଦ୍ଦେଶିତ କରିପାରନ୍ତି, ଯାହା କିଛି ଅଞ୍ଚଳରେ ଅତି ପ୍ରବଳ ପାଣିପାଗ ପ୍ରଭାବକୁ ହ୍ରାସ କରେ। ପର୍ବତ ଢାଲୁରେ ଥିବା ଜଙ୍ଗଲ ଗୁଡ଼ିକ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରନ୍ତି, ଯାହା ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ମୁଖ୍ୟ ସବୁଜଗାର ଗ୍ୟାସ୍ ମଧ୍ୟରୁ ଗୋଟିଏ। ଏହି ଜଙ୍ଗଲ ଗୁଡ଼ିକ କାର୍ବନ ସିଙ୍କ ଭାବରେ କାର୍ଯ୍ୟ କରେ, ଯାହା ବାୟୁମଣ୍ଡଳରେ କ୍ଷତିକାରକ ଗ୍ୟାସ୍ ଗୁଡ଼ିକର ଘନତାକୁ ହ୍ରାସ କରିବାରେ ସାହାଯ୍ୟ କରେ। ପର୍ବତ ଗୁଡ଼ିକ ତାପମାତ୍ରା ନିୟନ୍ତ୍ରଣ କରି, ବର୍ଷାକୁ ପ୍ରଭାବିତ କରି, ମଧୁର ଜଳ ସଂରକ୍ଷଣ କରି ଏବଂ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ। ଜଳବାୟୁକୁ ସ୍ଥିରତା, ଜଳର ଉପଲବ୍ଧତା ଏବଂ ଜୈବ ବିବିଧତା ପାଇଁ ପର୍ବତ ଇକୋସିଷ୍ଟମକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ଜଳବାୟୁ ସନ୍ତୁଳନ ବଜାୟ ରଖିବା ଏବଂ ଗ୍ରହରେ ଜୀବନକୁ ସମର୍ଥନ କରିବା ପାଇଁ ସ୍ଥାୟୀ ଅଭ୍ୟାସ ମାଧ୍ୟମରେ ପର୍ବତ ସଂରକ୍ଷଣ କରିବା ଅତ୍ୟନ୍ତ ଜରୁରୀ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ କ'ଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।